मर्यादा पुरुषोत्तम प्रभु श्री रामचंद्रଙ୍କ ଉପରେ ଭାରତର ଲୋକମାନଙ୍କର ଅଦମ୍ୟ ବିଶ୍ୱାସ ରହିଛି। ଏଥିପାଇଁ ଭଗବାନ ରାମଙ୍କର ଆଜି ବିଶାଳ ମନ୍ଦିର ପ୍ରଭୁଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ଜାନୁଆରୀ 22ରେ ପ୍ରତିଷ୍ଠା ହେବାକୁ ଯାଉଛି। ଭକ୍ତିର ଫଳାଫଳ ହେଉଛି ଅଯୋଧ୍ୟାରେ ନିର୍ମିତ ମହାନ ରାମ ମନ୍ଦିର। ସେଥିପାଇଁ ପ୍ରଭୁ ରାମଙ୍କ ଆଗମନ ପାଇଁ 22 ଜାନୁଆରୀରେ ସାରା ଦେଶ ଦିୱାଲି ମନାଇବ। ଏହି ଶୁଭ ଅବସରରେ ଆସନ୍ତୁ ପ୍ରଭୁ ରାମଙ୍କ ସହ ଜଡ଼ିତ ଏକ ରୋଚକ କାହାଣୀ ଜାଣିବା, ଯେଉଁଥିରେ ଲଙ୍କାର ରାଜା ନିଜେ ଭଗବାନ ଶ୍ରୀରାମଙ୍କ ବିଜୟ ନିଶ୍ଚିତ କରିଥିଲେ। ଯେତେବେଳେ କୌଣସି କାରଣରୁ ରାବଣଙ୍କୁ ଭଗବାନ ରାମଙ୍କୁ ବିଜୟଶ୍ରୀ ଆଶୀର୍ବାଦ ଦେବାକୁ ପଡ଼ିଲା, ଆଉ ଏହାର କାରଣ କ'ଣ ଥିଲା ଆସନ୍ତୁ ଜାଣିବା। ପୁରାଣ ଅନୁଯାୟୀ ଯେତେବେଳେ ପ୍ରଭୁ ରାମ ଲଙ୍କାକୁ ଜୟ କରିବା ଲକ୍ଷ୍ୟରେ ତାଙ୍କ ପ୍ରିୟ ଭଗବାନ ଶିବଙ୍କ ଜ୍ୟୋତିର୍ଲିଙ୍ଗ ପ୍ରତିଷ୍ଠା ଏବଂ ଉପାସନା କରିବାକୁ ଚିନ୍ତା କଲେ, ତାପରେ ସେ ଚିନ୍ତିତ ହେଲେ ଯେ ଜ୍ୟୋତିର୍ଲିଙ୍ଗ ପ୍ରତିଷ୍ଠା କରିବାରେ ଆଚାର୍ଯ୍ୟ ଅର୍ଥାତ୍ ପଣ୍ଡିତଙ୍କ ଭୂମିକା କିଏ ଲିଭାଇବ, କାରଣ ଏହି ପବିତ୍ର କାର୍ଯ୍ୟ ପାଇଁ ଜଣେ ମହାନ ପଣ୍ଡିତର ଆବଶ୍ୟକ ରହିଛି। ତାପରେ ଭଗବାନ ଶ୍ରୀରାମ ଜାମ୍ବବାନଜୀଙ୍କୁ ପରାମର୍ଶ ମାଗିଥିଲେ। ଏ ପବିତ୍ର କାର୍ଯ୍ୟରେ ଆଚାର୍ଯ୍ୟ ଭୂମିକା ପାଇଁ ଜାମ୍ବବାନଜୀ ଲଙ୍କାପତି ରାବଣର ନାମ ପରାମର୍ଶ ଦେଇଥିଲେ, କାରଣ ସେତେବେଳେ ରାବଣ ଶିବଙ୍କର ସବୁଠାରୁ ବଡ଼ ଭକ୍ତ ଓ ବିଦ୍ୱାନ ଥିଲା। ଜ୍ୟୋତିର୍ଲିଙ୍ଗଙ୍କ ସ୍ଥାପନର ରାବଣଙ୍କୁ ଆଚାର୍ଯ୍ୟ କରିବାକୁ ଭଗବାନ ଶ୍ରୀରାମ ରାଜି ହୋଇଥିଲେ। ତାପରେ ଜାମ୍ବବାନଜୀ ଲଙ୍କାରେ ପହଞ୍ଚି ଜ୍ୟୋତିର୍ଲିଙ୍ଗ ପ୍ରତିଷ୍ଠା କରିବାର ଆଚାର୍ଯ୍ୟ ଭୂମିକା ଅଭିନୟ କରିବାକୁ ରାବଣଙ୍କୁ ଆମନ୍ତ୍ରଣ କରିଥିଲେ। ରାବଣ ଏହା ମଧ୍ୟ ଜାଣିଥିଲେ ଯେ ଜାମ୍ବବାନଜୀ ରାବଣଙ୍କ ଜେଜେବାପାଙ୍କର ଜଣେ ବନ୍ଧୁ, ତେଣୁ ରାବଣ ଜାମ୍ବବାନଜୀଙ୍କର ନିମନ୍ତ୍ରଣ ଗ୍ରହଣ କଲେ। ଅବଶ୍ୟ ରାବଣ ଭଲ ଭାବରେ ଜାଣିଥିଲା ଯେ ଲଙ୍କାକୁ ଜୟ କରିବା ପାଇଁ ଜ୍ୟୋତିର୍ଲିଙ୍ଗ ପ୍ରତିଷ୍ଠା କରାଯାଉଛି। ତଥାପି ଜ୍ୟୋତିର୍ଲିଙ୍ଗ ପ୍ରତିଷ୍ଠା କରିବାରେ ରାବଣ ଆଚାର୍ଯ୍ୟଙ୍କ ଭୂମିକାକୁ ବହୁତ ଭଲ ଭାବରେ ଅଭିନୟ କରିଥିଲେ। ପୂଜା ପାଠ ଶେଷରେ ଯେତେବେଳେ ଭଗବାନ ରାମ ରାବଣରୁ ବିଜୟଶ୍ରୀଙ୍କ ଆଶୀର୍ବାଦ ମାଗିଥିଲେ, ପଣ୍ଡିତଜୀ ଲଙ୍କାପତି ରାବଣ ତାଙ୍କ ବ୍ରାହ୍ମଣ ଧର୍ମ ଅନୁସରଣ କରି ପ୍ରଭୁ ଶ୍ରୀରାମଙ୍କୁ ବିଜୟ ପାଇଁ ଆଶୀର୍ବାଦ ମଧ୍ୟ ଦେଇଥିଲେ। ଏହି ଥିଲା ଲଙ୍କା ପ୍ରତି ରାବଣ ଏବଂ ପ୍ରଭୁ ରାମଙ୍କର ଏକ ରୋଚକ କାହାଣୀ। ଦର୍ଶକ ବନ୍ଧୁ, ଆସନ୍ତା 22ରେ ରାମ ମନ୍ଦିର ପ୍ରତିଷ୍ଠା ହେବ, ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ମଧ୍ୟ ହେବ। ଏଥିପାଇଁ ସାରା ଦେଶରେ ଏକ ପ୍ରକାର ଉତ୍ସବର ମାହୋଲ ଦେଖାଦେଇଛି। ରାମ ଭକ୍ତମାନେ ମଧ୍ୟ ରାମଙ୍କର ଆଗମନ ପାଇଁ ସବୁ ପ୍ରକାର ବ୍ୟବସ୍ଥା ମଧ୍ୟ କରିସାରିଲେଣି। ଆସନ୍ତା 22ରେ ଦେଶରେ ଆଉ ଏକ ଦୀପାବଳି ପାଳନ ହେବ। ପ୍ରତ୍ୟେକ ଘରେ ଦୀପ ଜଳାଯିବ ଏବଂ ପ୍ରଭୁ ଶ୍ରୀରାମ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଙ୍କୁ ସମସ୍ତେ ଖୁସିରେ ସ୍ୱାଗତ କରିବେ। ଏଭଳି କିଛି ଭିଡ଼ିଓ ପାଇଁ ଆଜି ହିଁ ତାଳଧ୍ୱଜ ଲାଇଭକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ।